ଧାନ କିଣା ପ୍ରସଙ୍ଗରେ ଭଦ୍ରକ ଜିଲ୍ଲାପାଳଙ୍କ ଚାଷୀ ବେଶରେ ଅଚାନକ ଚଢ଼ଉ ପରେ ଧାମନଗର ବ୍ଲକ କଟସାହି ସେବା ସମବାୟ ସମିତିର ସମ୍ପାଦକଙ୍କୁ ମଣ୍ଡି ଦାୟିତ୍ୱରୁ ହଟାଇ ଦିଆଯାଇଛି। ଏହି ବିବାଦୀୟ ଘଟଣାରେ ସମ୍ପୃକ୍ତ ସମ୍ପାଦକଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବିଜେପି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ବୁଧବାର ସନ୍ଧ୍ୟାରେ କଟସାହି ପଞ୍ଚାୟତ ବିଜେପି ପକ୍ଷରୁ ଶହୀଦନଗରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦାବି ସହ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ରମେଶ ଚନ୍ଦ୍ର ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ବିବିସିସ ବ୍ୟାଙ୍କର ପ୍ରାକ୍ତନ ସଭାପତି ତଥା କଟସାହି ସମିତିର ସଦସ୍ୟ ରଘୁନାଥ ଲେଙ୍କା ଯୋଗଦେଇ କଟସାହି ସମିତିରେ ଗତ କିଛି ଦିନ ମଧ୍ୟରେ ଦୁର୍ନୀତି ସୀମା ଅତିକ୍ରମ କରିଥିବା କହିଛନ୍ତି। ସରକାର କଟନୀ ଛଟନୀକୁ ବନ୍ଦ କରିଥିଲା ବେଳେ ଏହି ସମିତିରେ ବିଭିନ୍ନ ଆଳରେ 7ରୁ 8 କେଜି କାଟ କରାଯାଉଛି। ଉଦ୍ଦେଶ୍ୟମୂଳକ ଭାବେ ଚାଷୀଙ୍କ ଧାନକୁ କିଣା ନଯାଇ ପକାଇ ରଖାଯାଉଛି। ଧାନ କିଣିବା ବେଳେ ଓଜନରେ ମଧ୍ୟ ଚାଷୀଙ୍କୁ ଶୋଷଣ କରାଯାଇଛି। ଏହାର ପ୍ରମାଣ ଭଦ୍ରକ ଜିଲ୍ଲାପାଳ ନିଜେ ଅନୁଭବ କରିବା ପରେ ସମିତିର ସମ୍ପାଦକ ବିନୟ ଦଳାଇଙ୍କଠାରୁ ଧାନ କିଣା ଦାୟିତ୍ୱ କାଢ଼ି ଭାରତୀୟ ଜନତା ପାର୍ଟିକୁ ଦାୟିତ୍ୱ ପ୍ରଦାନ କରିଛି। ସମ୍ପାଦକ ଏବଂ କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ମନ୍ଦ କାର୍ଯ୍ୟ ଯୋଗୁଁ ଏବେ କଟସାହି ସମିତି ତାର ପୂର୍ବ ପ୍ରତିଷ୍ଠା ହରାଇ ବସିଛି। ଏକଦା ସମିତିରେ ସର୍ବାଧିକ ଏସ୍ଏଚ୍ଜି ଗ୍ରୁପ୍ ସେମାନଙ୍କ ସମ୍ପୃକ୍ତି ରଖି ରାଜ୍ୟରେ 1 ନମ୍ବର ହୋଇଥିଲା ବେଳେ ଏବେ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି। ସରକାର ବିଭିନ୍ନ କ୍ଷେତ୍ରରେ ଚାଷୀଙ୍କ ଋଣ ଉପରେ ସୁଧ ଛାଡ଼ କରିଥିଲେ ମଧ୍ୟ ସମିତିରେ ଏହାକୁ ଆଦାୟ କରାଯାଇ ଅର୍ଥ ଆତ୍ମସାତ କରାଯାଉଛି। ଧାନ କିଣା ଘଟଣାରେ ସମିତିର ସମ୍ପାଦକ କ୍ରୟ କମିଟି ଏବଂ ସଦସ୍ୟଙ୍କୁ ଅନ୍ଧାରରେ ରଖି ବ୍ୟାପକ ଅନିୟମିତତା କରିଛନ୍ତି। ଜିଲ୍ଲାପାଳଙ୍କ ପରିଦର୍ଶନ ପରେ ସମ୍ପାଦକଙ୍କ ଅସଲ ମୁଖା ଖୋଲିଛି। ତାଙ୍କର ଅନେକ ଦୁର୍ନୀତି ଓ ଅନିୟମିତତାର ଗୁମର ଖୋଲୁନାହିଁ। ଏଣୁ ଉପଯୁକ୍ତ ତଦନ୍ତ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। କଟସାହି ସେବା ସମବାୟ ସମିତିରେ ଯେଉଁମାନେ ଚାଷୀ ଯେଉଁମାନେ ଋଣ କରନ୍ତି ସମିତିରୁ ସେମାନେ ଋଣ କରିବା ପାଇଁ ଯେଉଁ କିଷାନ କ୍ରେଡିଟ୍ କାର୍ଡ଼ ଚାଷୀ ପାଖରେ ରହିବା କଥା ସେ ଚାଷୀ ପାଖରେ ନାହିଁ। ସମ୍ପାଦକ ତାକୁ ନେଇ ନିଜ ପାଖରେ ନିଜ ଅକ୍ତିଆରରେ ରଖିଛନ୍ତି ଏବଂ ଯେତେବେଳେ ଚାଷୀଟି ଋଣ କରୁଛି ଥରେ ଋଣ କଲାବେଳେ 2-4ଟି କିଷାନ କ୍ରେଡିଟ୍ କାର୍ଡ଼ ପେପରରେ ତା ଦସ୍ତଖତ କରି ନେଉଛନ୍ତି। ମନ ଇଚ୍ଛା ତାକୁ ପକାଇ ସେ ଋଣରେ ଲଗାଉଛନ୍ତି ଯେ ଚାଷୀ ଜାଣିପାରୁନି କେତେ ଟଙ୍କା ତାର ଋଣ ହେଲା। ଦ୍ୱିତୀୟରେ ବିନା ସୁଧରେ ଚାଷୀ ଋଣ ପାଇବାର ଯେଉଁ ବ୍ୟବସ୍ଥା ଅଛି ସରକାରଙ୍କ ତରଫରୁ ଚାଷୀଙ୍କ ଠାରୁ ସୁଧ ଆଦାୟ କରାଯାଉଛି ଯେଉଁଟାକି ରିଫଣ୍ଡ କରାଯାଉ ନାହିଁ। ତୃତୀୟରେ ମହିଳା ଏସ୍ଏଚ୍ଜି ଗ୍ରୁପ୍ ଠାରୁ ଋଣ କରିବା ବେଳେ ପ୍ରଚୁର ଅର୍ଥ ଲାଞ୍ଚ ନିଆଯାଉଛି ଯେ ଋଣ କରାଇବା ପାଇଁ ହେଲେ ପଇସା ଖର୍ଚ୍ଚ ଦରକାର, ଖର୍ଚ୍ଚ ଦିଅ, ଖର୍ଚ୍ଚ ନେଉଛନ୍ତି। ଦ୍ୱିତୀୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ବିନା ସୁଧରେ ଯେଉଁ ଋଣ ପାଇବା କଥା ତାଙ୍କଠାରୁ ମଧ୍ୟ ସୁଧ ଆଦାୟ କରାଯାଉଛି। ତେଣୁ ଏ ସବୁ କଥାର ବିଧିବଦ୍ଧ ତଦନ୍ତ କରାଯାଇ ସମ୍ପୃକ୍ତ ସମ୍ପାଦକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଚାଷୀ ଉପକୃତ ହେବେ ସବୁ କ୍ଷେତ୍ରରେ ଏବଂ ସମିତିର ସ୍ଥିତାବସ୍ଥା ମଧ୍ୟ ବଜାୟ ରହିବ। କାରଣ ସେ ସମିତି ଗୋଟେ ଭଲ ସମିତି କିନ୍ତୁ ସେ ସମିତି ବର୍ତ୍ତମାନ ନଷ୍ଟ ହେବାକୁ ଯାଉଛି। ତେଣୁ ଆଜି ଜିଲ୍ଲାପାଳ ମହୋଦୟଙ୍କୁ ଆମେ ସେହି ନିବେଦନ କରୁ ଦାବିପତ୍ର ଦେଇ ଯେ ତୁରନ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏ ସବୁ କଥାର ସତ୍ୟତା ଉନ୍ମୋଚନ ହେଉ। ବାହାରେ ଧାନ ମଣ୍ଡର ସତ୍ୟତା ଯେଉଁଭଳି ଭାବରେ କଲେକ୍ଟର ଉନ୍ମୋଚନ କଲେ ତାଙ୍କୁ ଆମେ ସାଧୁବାଦ ଜଣାଉଛୁ, କିନ୍ତୁ ଭିତରେ ସମିତି ଭିତରେ ଯେଉଁ କରପସନ୍ ଚାଲିଛି ତାର ସତ୍ୟତା ଉନ୍ମୋଚନ ହେଉ ଏବଂ ଦୃଢ଼ତାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ସମ୍ପାଦକଙ୍କ ବିରୁଦ୍ଧରେ ନିଆଯାଉ ଏହି ନିବେଦନ ତାଙ୍କ ପାଖରେ। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।